ଗୁଡ଼ାରୀ ଥାନା ଅନ୍ତର୍ଗତ ସୁନାରପାଲି ଗାଁରେ ଅବକାରୀ ବିଭାଗ ଚଢ଼ାଉ ବ୍ୟାପକ ପରିମାଣର ଦେଶୀ ରନ୍ଧା ମଦ ଜବତ। ଏନେଇ ଆଜି ଅର୍ଥାତ୍ ରବିବାର ପୂର୍ବାହ୍ନ ପ୍ରାୟ 11 ଘଟିକା ସମୟରେ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁଡ଼ାରୀ ଥାନା ଅନ୍ତର୍ଗତ ସୁନାରପାଲି ଗାଁରେ ମଦ ରନ୍ଧା ଯାଉଥିବା ଖବର ପାଇ ଗତକାଲି ଅର୍ଥାତ୍ ଶନିବାର ମଧ୍ୟରାତ୍ର ପ୍ରାୟ 2 ଘଟିକା ସମୟରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ରାତିର ସୁଯୋଗ ନେଇ ମଦ ବେପାରୀମାନେ ଫେରାର ମାରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ଏକ ଟିମ୍ ମଧ୍ୟ ଗଠନ ହୋଇଛି। ଅବକାରୀ ବିଭାଗ ମଦରନ୍ଧା ସ୍ଥାନରୁ 74 ଗୋଟି ପ୍ଲାଷ୍ଟିକ୍ ଡ୍ରମ୍ ଓ ମଦରନ୍ଧା ଆସବାବପତ୍ର ସହ 3200 କିଲୋଗ୍ରାମ ମହୁଲ ଗୁଡ଼ପଚ ଓ 480 ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ପୃଥକ ପୃଥକ 2 ଗୋଟି କେସ୍ ମଧ୍ୟ ରୁଜୁ କରିଛି। ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ 2 ଗୋଟି ଟିମ୍ ଗଠନ କରାଯାଇ ମଦ ବେପାରୀମାନଙ୍କୁ ଧରିବା ପାଇଁ ମଧ୍ୟ ଜାଲ ବିଛାଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଗୁଣପୁର ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ବାର୍ଲା, ଅବକାରୀ ନିରୀକ୍ଷକ ବେଣୁଧର ସାମଲ ଓ ଗୁଣପୁର ଅବକାରୀ ଥାନା ଷ୍ଟାଫ୍ ପ୍ରମୁଖ ସାମିଲ ଥିଲେ।